କେଉଁ ଭାରତୀୟ ନେତାଙ୍କୁ ଜାତିର ପିତା ବୋଲି କୁହାଯାଏ? ଏହାର ଆନ୍ସର ହେଉଛି ଅପସନ ନମ୍ବର ସି ମହାତ୍ମା ଗାନ୍ଧୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ୱିନଷ୍ଟନ ଚର୍ଚ୍ଚିଲ। ଦକ୍ଷିଣ ଆଫ୍ରିକାରେ କେଉଁ ନେତା ରଙ୍ଗଭେଦ ବିରୋଧରେ ଲଢ଼େଇ କରି ଦେଶର ପ୍ରଥମ ବ୍ଲାକ୍ ପ୍ରେସିଡେଣ୍ଟ ହୋଇଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ନେଲସନ ମଣ୍ଡେଲା। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ? ଏହାର ଆନ୍ସର ହେଉଛି ଅପସନ ନମ୍ବର ଏ ଇନ୍ଦିରା ଗାନ୍ଧୀ। କେଉଁ ସମ୍ରାଟ ଭାରତର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ବାବର। କିଏ ଥିଲେ ପ୍ରଥମ ମହିଳା ଯିଏକି ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ମାର୍ଗାରେଟ ଥ୍ୟାଚର। ଅଟୋମାନ ସାମ୍ରାଜ୍ୟର ପ୍ରତିଷ୍ଠାତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ଓସମାନ ପ୍ରଥମ। ଆଇ ହେଭ୍ ଏ ଡ୍ରିମ୍ ଭାଷଣ ପାଇଁ ପ୍ରସିଦ୍ଧ ନାଗରିକ ଅଧିକାର ନେତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ସି ମାର୍ଟିନ ଲୁଥର କିଙ୍ଗ ଜୁନିୟର। 1871 ମସିହାରେ ଜର୍ମାନୀର ଏକୀକରଣ ପରେ ଏହାର ପ୍ରଥମ ଚାନ୍ସେଲର କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ଅଟୋ ଭେନ୍ ବିସ୍ମାର୍କ। କେଉଁ ନେତା ଜୟ ଯବାନ ଜୟ କିଷାନ ସ୍ଲୋଗାନ ସହିତ ଜଡ଼ିତ? ଏହାର ଉତ୍ତର ହେଉଛି ଅପସନ ନମ୍ବର ସି ଲାଲ ବାହାଦୁର ଶାସ୍ତ୍ରୀ। ରୋମର ପ୍ରଥମ ସମ୍ରାଟ କିଏ ଥିଲେ? ଏହାର ଉତ୍ତର ହେଉଛି ଅଗଷ୍ଟସ। ଆମେରିକୀୟ ନାଗରିକ ଅଧିକାର ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ଏବଂ ମେଣ୍ଟୋଗୋମାର ବସ୍ ବୟକଟ ପାଇଁ ସୁପ୍ରସିଦ୍ଧ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ରୋଜା ପାର୍କ। କିଏ ଭାରତର ଲୌହ ପୁରୁଷ ଭାବରେ ପରିଚିତ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତ କେଉଁ ମଙ୍ଗଲ ନେତା ଇତିହାସର ସବୁଠାରୁ ବଡ଼ ଭୂମି ସାମ୍ରାଜ୍ୟ ସୃଷ୍ଟି କରିଥିଲେ? ଏହାର ଉତ୍ତର ହେଉଛି ଚେଙ୍ଗିସ୍ ଖାନ। ଆଧୁନିକ ତୁର୍କୀର ପ୍ରତିଷ୍ଠାତା କିଏ ଥିଲେ? ଏହାର ଉତ୍ତର ହେଉଛି କେମାଲ ଆଟାଟୁର୍କ। ଝାନ୍ସୀରେ 1857 ମସିହାରେ ଭାରତୀୟ ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ରାଣୀ ଲକ୍ଷ୍ମୀବାଇ। ରୋମ ବିରୁଦ୍ଧରେ ପୁନିକ୍ ଯୁଦ୍ଧ ସମୟରେ ପ୍ରସିଦ୍ଧ କାର୍ଥୟାନିଆନ ଜେନେରାଲ କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ହାନିବାଲ ବାର୍ସା। ତ କିଏ ଫ୍ରାନ୍ସ ବିପ୍ଳବର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ଫ୍ରାନ୍ସର ସମ୍ରାଟ ହୋଇଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ନେପୋଲିୟନ ବୋନାପାର୍ଟ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ବାରାକ ଓବାମା। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତୀୟ ଜାତୀୟ ସେନାର ନେତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ସୁଭାଷ ଚନ୍ଦ୍ର ବୋଷ। ଭାରତୀୟ ସମ୍ବିଧାନର ନିର୍ମାତା ଭାବରେ କିଏ ପରିଚିତ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ବି.ଆର୍. ଆମ୍ବେଦକର। ତ କେଉଁ ବ୍ରିଟିଶ ରାଜା ଭର୍ଜିନ କୁଇନ ନାମରେ ପରିଚିତ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ରାଣୀ ପ୍ରଥମ ଏଲିଜାବେଥ। 1930 ମସିହାରେ ଲବଣ ପଦଯାତ୍ରା ସହିତ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ମହାତ୍ମା ଗାନ୍ଧୀ। ଊନବିଂଶ ଶତାବ୍ଦୀରେ ଜର୍ମାନୀର ଏକୀକରଣ ପାଇଁ ଜର୍ମାନ ନେତା କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଅଟୋ ଭନ୍ ବିସ୍ମାର୍କ। ତ କେଉଁ ନେତାକୁ ଲେଡି ୱିଥ୍ ଦ ଲ୍ୟାମ୍ପ ବୋଲି କୁହାଯାଇଥାଏ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ଫ୍ଲୋରେନ୍ସ ନାଇଟିଙ୍ଗେଲ୍। ତ କିଏ ଥିଲେ ହାଇଟି ବିପ୍ଳବର ନେତା ଏବଂ ସ୍ୱାଧୀନ ହାଇଟିର ପ୍ରଥମ ନେତା? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଟୋଜିଆଣ୍ଟ ଲୋଭେନଚର। ଜର୍ମାନୀର ପ୍ରଥମ ମହିଳା ଚାନ୍ସେଲର କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଆଞ୍ଜେଲ ମକେଲ। କେଉଁ ଭାରତୀୟ ନେତା ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବଂ ମୁଁ ଏହା ପାଇବି ସ୍ଲୋଗାନ ଦେଇଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ବାଲ ଗଙ୍ଗାଧର ତିଲକ। ତ କେଉଁ ପାରିସ ରାଜା ଆନୁଷ୍ଠାନିକ ରାଜଧାନୀ ପର୍ସିପଲିସ ନିର୍ମାଣ କରିଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ଦାରିୟସ୍ ପ୍ରଥମ। ତ କିଏ ଥିଲେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଲିଆକତ ଅଲି ଖାନ। ତ କେଉଁ ରୋମିଓ ନେତା ରୁବିକନ ଅତିକ୍ରମ କରି ଗୃହ ଯୁଦ୍ଧ ଆରମ୍ଭ କରିଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଜୁଲିୟସ ସିଜର। ଫ୍ରାନ୍ସ ବିରୁଦ୍ଧରେ ଭିଏତନାମୀ ସ୍ୱାଧୀନତା ସଂଗ୍ରାମର ନେତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ହୋ ଚି ମିନ୍। ତ କେଉଁ ରୋମିଓ ନେତା ରୁବିକନ ଅତିକ୍ରମ କରି ଗୃହ ଯୁଦ୍ଧ ଆରମ୍ଭ କରିଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଜୁଲିୟସ ସିଜର। ତ ଆଜଟେକ୍ ସାମ୍ରାଜ୍ୟର ଶେଷ ଶାସକ କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଡି କ୍ୱେଟମୋଗ। ସଂକଟ ସମୟରେ ସୋଭିଏତ ନେତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ନିକିତା କ୍ରୁଶ୍ଚେଭ। ତ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନର ନେତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ କାଇଜର ୱିଲିୟମ ଦ୍ୱିତୀୟ। କେଉଁ ମୋଗଲ ସମ୍ରାଟ ତାଜମହଲ ନିର୍ମାଣ ପାଇଁ ଜଣାଶୁଣା? ଏହାର ଉତ୍ତର ହେଉଛି ଅପସନ ନମ୍ବର ସି ଶାହାଜାହାଁ। ମାଳଦ୍ୱୀପର ପ୍ରଥମ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଷ୍ଟ୍ରପତି କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ମହମ୍ମଦ ନାସିର। ତ ଥର୍ମୋପାଇଲ ଯୁଦ୍ଧରେ ନେତୃତ୍ୱ ନେଇଥିବା ପ୍ରସିଦ୍ଧ ସ୍ପାର୍ଟନ ରାଜା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଲିଓନିଦାସ। କେଉଁ ନେତା କ୍ୟୁବା ବିପ୍ଳବ ସହିତ ଜଡ଼ିତ? ଏହାର ଉତ୍ତର ହେଉଛି ଉପରୋକ୍ତ ସମସ୍ତ। ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ପ୍ରଥମ ମହିଳା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ସି ବେନିଜର ଭୁଟ୍ଟୋ। ଦିଲ୍ଲୀରେ 1857 ମସିହାର ଭାରତୀୟ ବିଦ୍ରୋହ ନେତା କିଏ ଥିଲେ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ବାହାଦୁର ଶାହ ଜାଫର। ତ କିଏ ଥିଲେ ଶ୍ରୀଲଙ୍କାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ? ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ଶିରମାବ ବନ୍ଦର ନାଇକ।
ଆମେରିକାର ପ୍ରଥମ ଆଫ୍ରିକୀୟ ଓ ଆମେରିକୀୟ ବୈଦେଶିକ ସଚିବ କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ କଲିନ୍ ପାବେଲ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଟାଲୀର ନେତା କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ବିନୋଟୋ ମୁସଲିନ। ତ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ପ୍ରଥମ ମହିଳା କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ମାର୍ଗାରେଟ ଥେଚର। ତ 1993ରେ ଦକ୍ଷିଣ ଆଫ୍ରିକାର କେଉଁ ପ୍ରସିଦ୍ଧ ନେତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଡି ବି ଏଣ୍ଡ ସି। କିଏ ଆମେରିକୀୟ ନାଗରିକ ଅଧିକାର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ମୁଁ ସ୍ୱପ୍ନ ଅଛି ଭାଷଣ ଦେଇଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ବି ମାର୍ଟିନ ଲୁଥର କିଙ୍ଗ ଜୁନିୟର। ତ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ସି ପ୍ରତିଭା ପାଟିଲ। 1917ରେ ରୁଷୀୟ ବିପ୍ଳବ ସମୟରେ ବୋଲସେଭିକ ପାର୍ଟିର ନେତା କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ଭ୍ଲାଦିମିର ଲେନିନ। ତ ଆଧୁନିକ ତୁର୍କୀର ପ୍ରତିଷ୍ଠାତା ଏବଂ ଏହାର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ? ତ ଏହାର ଉତ୍ତର ହେଉଛି ଅପସନ ନମ୍ବର ଏ ମୁସ୍ତାଫା କେମଲ ଆଟାକ। थैंक्स फॉर वाचिंग दिस वीडियो। जदि आपको वीडियो भल लागला तो वीडियो को लाइक करंतु। जे चैनल नुआ ताहाल वीडियो को लाइक करके चैनल को सब्सक्राइब करंतु। थैंक्स फॉर वाचिंग दिस वीडियो। थैंक यू।